ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ଆଜି ସରିଲା ଅଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାସଙ୍କର ନିର୍ବନ୍ଧ। ଜାନୁଆରୀରେ ହେବ ବାହାଘର। ତେବେ ଏହି ହିରୋକୁ ବାହା ହେବେ। ତେବେ ଏହି ହିରୋ ଜଣକ କିଏ ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ଅଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାସ ଏକ ଜଣେ ପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ ଏବଂ ଓଡ଼ିଶା ଶାସ୍ତ୍ରୀୟ ନୃତ୍ୟକାରିଣୀ। ତେବେ ସେ ଓଡ଼ିଆ ଚଳଚ୍ଚିତ୍ର ଉଦ୍ୟୋଗରେ ନିଜର ଅଭିନୟ ପାଇଁ ବେଶ ଜଣାଶୁଣା। ସେ ଶିଶୁ କଳାକାର ଭାବରେ ବେଶ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ନାୟିକା ଭାବରେ ପ୍ରତିଷ୍ଠିତ ହୋଇଛନ୍ତି। ଭୂମିକା ଦାସ 2014 ମସିହାରେ ଓଡ଼ିଆ ଚଳଚ୍ଚିତ୍ର ରୁମ୍କୁ ଝୁମନାରେ ଛୋଟ ଝିଅ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଯେଉଁଥିରେ ସେ ହରିହର ମହାପାତ୍ରଙ୍କ ସହିତ କାମ କରିଥିଲେ। ଏହା ପାଇଁ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତେବେ 2017 ମସିହାରେ ତୁମ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରେ ନାୟିକା ଭାବରେ ସେ ଅଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଯାଇନାହାନ୍ତି। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ଅଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାସଙ୍କର ଆଜି ସରିଲା ନିର୍ବନ୍ଧ। ଆଉ ଜାନୁଆରୀରେ ହେବ ବାହାଘର। ତେବେ ଏହି ହିରୋକୁ ବାହା ହେବେ ଭୂମିକା ଦାସ। ଲକ୍ଷେଶ୍ୱର ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତି ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ଚକ୍ରାନ୍ତର ପୋଷ୍ଟ ପ୍ରଡକ୍ସନ ଶେଷ ହୋଇଛି। ଭୂମିକା ଦାସ ଏବଂ ସୁଭାଶିଷ ଶର୍ମା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଜାନୁଆରୀରେ ଚକ୍ରାନ୍ତ ଫିଲ୍ମ ରିଲିଜ ହେବ। ତେବେ ସୁଭାଶିଷ ଏବଂ ଭୂମିକା ଏହି ଚଳଚ୍ଚିତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏ ବାହାଘର କୌଣସି ରିଅଲ ଲାଇଫର କଥା ନୁହେଁ। ଇଏ ହେଉଛି ରିଅଲ ଲାଇଫର କଥା। ଭୂମିକା ଏବଂ ସୁଭାଶିଷ ଶର୍ମାଙ୍କର ଆସିବାକୁ ଯାଉଛି ନୂଆ ଚଳଚ୍ଚିତ୍ର ଚକ୍ରାନ୍ତ।